ଖୋର୍ଦ୍ଧା ନିକଟସ୍ଥ ବଣିଆଟାଙ୍ଗୀ କୁ ଗଲେ ନୀଳକଣ୍ଠେଶ୍ୱର ମନ୍ଦିର ନିକଟରେ ଅଛି 500 ବର୍ଷ ପୂର୍ବର ପୁରୁଣା ମଠ କଣାସ ମଠର ଶାଖା ମଠ। ଏହାର ପ୍ରାଚୀନତା ହଜି ଯାଇଥିଲେ ମଧ୍ୟ ନୂତନ ଭାବରେ ଏହା ନିର୍ମାଣ କରାଯାଇଛି। 14/10/1971 ମସିହାରେ ମାଟି ଘର ଭାଙ୍ଗି ଏହି ମଠକୁ ପୁନଃ ନିର୍ମାଣ କରିଥିଲେ। ଏଠାରେ ରାଧାକୃଷ୍ଣଙ୍କ ମୂର୍ତ୍ତି ପୂଜା ପାଇବା ସହ ଗୋପୀନାଥ ଦେବ ମଧ୍ୟ ପୂଜା ପାଆନ୍ତି। ଜମିବାଡ଼ି ଏହାର ଖଞ୍ଜା ଥିଲେ ମଧ୍ୟ ଏଥିରୁ କୌଣସି ଆୟ ଆସୁନାହିଁ ବୋଲି ମନ୍ଦିର ପୂଜକ କୁହନ୍ତି। ଅଧୁନା ଏହା ବଣିଆଟାଙ୍ଗୀ ଗ୍ରାମବାସୀଙ୍କ ଦ୍ୱାରା ପରିଚାଳିତ ହେଉଛି। ମନ୍ଦିର ପ୍ରାଙ୍ଗଣରେ ଏକ କୂଅ ଥିବା ବେଳେ ମନ୍ଦିର ପରିସରଟି ମଠ ଭଳି ଦୃଶ୍ୟମାନ ହେଉନାହିଁ। ଗୋପୀନାଥ ଦେବଙ୍କର ଅବୟବ ଏହି ମଠ ଗୁଡ଼ିକ ପୂଜା ପାଇଥାନ୍ତି। ଏହି ମଠଟି ଏତେ ପୁରୁଣା ଯାଇଥିଲେ ମଧ୍ୟ ଏଥିପ୍ରତି ଜିଲ୍ଲା ପ୍ରଶାସନ କୌଣସି ଧ୍ୟାନ ଦେଉନଥିବା ଭଳି ଜଣାପଡ଼ୁଛି। ମଠ ପରିସରରେ 3ଟି ଛାତଗୃହ ଓ ଚତୁଃପାର୍ଶ୍ୱରେ ଖୋଲା ଜମି ଥିବା ବେଳେ ଏଠାରେ କୌଣସି ଚାଷବାସ କରାଯାଉନାହିଁ। ମଠଟିର ବାହିକ ଆକର୍ଷଣ ନଥିବା ବେଳେ ଗୋପୀନାଥ ଦେବଙ୍କୁ ଦର୍ଶନ ନିମିତ୍ତ ଭକ୍ତ ଆସନ୍ତି। ଏହି ମଠଟି କଣାସ ମଠର ଏକ ଶାଖା ହୋଇଥିବାରୁ ସେଠାକୁ ମହନ୍ତ ବେଳେ ବେଳେ ଏହି ଗୋପୀନାଥ ଦେବଙ୍କ ମଠକୁ ଆସିଥାନ୍ତି। ଏହି ମଠ ପ୍ରତି ଗ୍ରାମବାସୀ ଓ ଜିଲ୍ଲା ପ୍ରଶାସନ ଧ୍ୟାନ ଦେଲେ ଏହାର କଳେବର ବୃଦ୍ଧି କଲେ ଅନେକ ଭକ୍ତ ଓ ପର୍ଯ୍ୟଟକ ଏଠାକୁ ଆସିପାରନ୍ତି। ବଣିଆଟାଙ୍ଗୀରୁ ଆନ୍ଦୋଳନ ଓଡ଼ିଶା ବ୍ୟୁରୋ ରିପୋର୍ଟ।